ଆମେ ବେଳେବେଳେ କହୁ ସେ ମୋ କଥା ଶୁଣୁନି, ମୁଁ ଏତେ ଚେଷ୍ଟା କଲି, ଏତେ ବୁଝେଇଲି, ସେ ଚେଞ୍ଜ ହେଉନି, ତା ବିଚାର ସେମିତି ଅଛି। ତା ପୂର୍ବରୁ ମୁଁ କହୁଛି ଆମେ ଆମ ବିଚାର ବଦଳେଇଛେ କି ଯଦି ଭୁଲ ଅଛି, ଆମ ଧାରଣା ବଦଳେଇ ପାରିଛେ କି ଯଦି ଭୁଲ ଅଛି। ଆମେ ପଶ୍ଚାତାପ କଲା ପରେ ବି କେତେ ଗୁଡ଼ିଏ ଅଭ୍ୟାସ ଧାରଣା ବଦଳେଇ ପାରୁନୁ। ଆମେ ନିଜେ ଆମ ଧାରଣା, ଭାବନା, ଚେତନା ବଦଳେଇ ପାରୁନୁ। ଆମର ଥଟ୍ ପ୍ରୋସେସ୍ ସେମିତି ରହିଛି। କେଜନ ତ କହନ୍ତି ମୋତେ କେହି ବଦଳେଇ ପାରିବେନି, ଏଇଟା ପୁଣି ତାଙ୍କର ଇଗୋ, ଗର୍ବର ସହିତ କହନ୍ତି ଯେ କ'ଣ ହେବ ନ ବଦଳେଇଲେ, ନିଜେ ଦୁଃଖ ପାଇବ। ମିଛ ଅହଙ୍କାର ଆଗରେ ପ୍ରକୃତ ଜୀବନ ବୁଝି ହୁଏନି। ତେଣୁ ମୁଁ କହିବାକୁ ଚାହେଁ, ଯଦି ଆମେ ହିଁ ଆମ ବିଚାର ବଦଳେଇ ପାରୁନୁ, ଆମେ କେମିତି ଏକ୍ସପେକ୍ଟ କରିବା ସେ ଆମ ବିଚାର ବଦଳେଇବ? ସେ ଆମଠୁ ସାନ ହେଲେ ତ କ'ଣ ହେଲା ଏଠୁ? ସାନ ବୋଲି କ'ଣ ସବୁ ଶୁଣିବ? କେବେ ନୁହଁ। ଫାର୍ଷ୍ଟ ପଏଣ୍ଟ। ସେକେଣ୍ଡ ପଏଣ୍ଟ, ଆମ ବିଚାର ବି ଅଭ୍ୟାସରେ ବଦଳିଗଲାଣି। ଯଦି ବିଚାର ଭଲ ନାହିଁ, ସେଇଟା ବି ଅଭ୍ୟାସରେ ପଡ଼ିଗଲାଣି। ଅଭ୍ୟାସରେ ଯାହା ପଡ଼ିଯାଇଛି ବଦଳେଇବା କଷ୍ଟ, କରେକ୍ଟ, କିନ୍ତୁ ଇମ୍ପସିବୁଲ୍ ନୁହଁ, ଅସମ୍ଭବ ନୁହଁ। ସମସ୍ତେ କହନ୍ତି ନା ସକାଳୁ ଉଠିବା କଷ୍ଟ, କିନ୍ତୁ ଅସମ୍ଭବ ନୁହଁ। ଇଟ୍ସ ଏ ଫ୍ୟାକ୍ଟ।